ମାଇଁ ମାମାଟା ନିଅ ପଇସାଟା ଦେଖିବାକୁ ପାଇବେ ରୂପସା ଫୋନ୍ କରି ତା ମାମାଙ୍କୁ କୁହନ୍ତି ମୁଁ କହିଥିଲି ନା ମାମା ଆଦର୍ଶ କେବେ ଆଉ ପଲ୍ଲବୀ ପାଖକୁ ଯିବେନି ମୁଁ ସେଇଆ କରିକି ଦେଖେଇଦେଲି। ମାଳିନୀ କୁହନ୍ତି କ'ଣ କହୁଛୁ ତୁ ପଲ୍ଲବୀ ନିଜେ ତୋ ଉପରେ ପ୍ରମିସ୍ କରିଗଲା ମୁଁ ତୋତେ କହିଥିଲି ନା ଭଲ ଲୋକ ଏମିତି ସହଜରେ ବୋକା ବନିଯାଆନ୍ତି। ତୁ ଆଜି ସତରେ ବହୁତ ବଡ଼ କାମ କରି ଦେଖେଇଛୁ। ମୁଁ ତୋ ପାଇଁ ବହୁତ ଖୁସି ବେଟା। କେଉଁଠି ଅଛୁ ତୁ ଏବେ ଘରେ ଜଲ୍ଦି ଆସି ପହଞ୍ଚ ଆମେ ଏକାଠି ମିଶି ଆଜି ପାର୍ଟି କରିବା। ତା ରୂପସା କୁହନ୍ତି ନାଇଁ ମାମା ମୁଁ ଏବେ ଯାଇପାରିବିନି ଆଦର୍ଶ ମୋତେ ଘରେ ଅପେକ୍ଷା କରିଥିବେ। ବ୍ରତ କଥା ତୁମେ ଭୁଲିଗଲ। ପ୍ରଥମ ଚାଲ ତ ସଫଳ ହୋଇଗଲା। ଏବେ ତ ସେକେଣ୍ଡ ଟାର୍ଗେଟ୍ ମାୟା ମହାପାତ୍ର ପାଇଁ ବି ବ୍ରହ୍ମାସ୍ତ୍ର ରେଡ଼ି କରି ରଖିଛି ମାମା। ଆଗକୁ ବହୁତ ବଡ଼ ଧମାକା ହେବାକୁ ଯାଉଛି ମାମା। କଥା କୁହନ୍ତି ସବୁ ଭୁଲ ମୋର। ତାକୁ ଏଠୁ ଛାଡ଼ିବାଟା ନଥିଲା। ଯେବେଠୁ ଏ ଘର ଛାଡ଼ି ଆମ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲା ସେବେଠୁ ତା ପାଇଁ ମୋ ମନରେ କିଛି ଗୋଟେ ଡର ରହିଯାଇଛି। ଟିକେ କ'ଣ ହୋଇଗଲେ ମୋତେ ଏମିତି ଲାଗୁଛି ପୁଣି ଥରେ ଏଠୁ ଲୁଚିକି ଚାଲି ଯାଇନି ତ। ଜଣା ନାହିଁ ପିଲା କୁଆଡ଼େ ଗଲା। ତୁ ବି ନା ମୁନମୁନ ରାସ୍ତା ମଝିରେ ଏକା ଛାଡ଼ି ଦେଇ ଆସିବାର କ'ଣ ଥିଲା। ସାଙ୍ଗମାନେ ଆଜିର ଫୁଲ୍ ଏପିସୋଡ଼ଟି ଏତିକି ଥିଲା। ଆପଣମାନଙ୍କୁ ଭଲ ଲାଗିଥିଲେ ଆମ ଚ୍ୟାନେଲ୍ ସହିତ ଯୋଡ଼ିଏ ରୁହନ୍ତୁ।